ଆଜି ସକାଳୁ ଦିଲ୍ଲୀ ଏନସିଆର ରେ ଘନ କୁହୁଡି ଲାଗି ରହିଛି। ଘନ କୁହୁଡି ଯୋଗୁଁ ଭିଜିବିଲିଟି ସଠିକ ହୋଇପାରୁନାହିଁ, ଯାହା ଫଳରେ ଯାନବାହନ ଧୀରେ ଧୀରେ ଚଳାଚଳ କରୁଛି। କିନ୍ତୁ କୁହୁଡି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ତେଣୁ ଦିଲ୍ଲୀ ବିମାନ ବନ୍ଦର ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛି। ସୂଚନାନୁଯାୟୀ ଗତକାଲି ଘନ କୁହୁଡି ପାଇଁ ଇନ୍ଦିରା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରୁ ଅତି କମରେ 177ଟି ବିମାନ ବାତିଲ ଏବଂ 500ରୁ ଅଧିକ ବିଳମ୍ବ ହୋଇଥିଲା। ଏହାରି ମଧ୍ୟରେ ଏୟାରଲାଇନ୍ସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ବିମାନ ଅପଡେଟ୍ ପାଇଁ ଏୟାରଲାଇନ୍ସ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି। ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଏହା ଭାରତୀୟ ପାଣିପାଗ ବିଭାଗ ସହିତ ନିବିଡ଼ ଭାବରେ କାର୍ଯ୍ୟ କରୁଛି। ପ୍ରକୃତ ସମୟର ପାଣିପାଗ ପୂର୍ବାନୁମାନ ଆଧାରରେ ବିମାନ ପରିଚାଳନା ନିଷ୍ପତ୍ତି ନିଆଯାଉଛି।